ଆଜ୍ଞା ନମସ୍କାର। କାଲି ଆଜ୍ଞା ଡିଏନ୍ ରିଗାଲିଆ ସପିଂ ମଲ୍ ପାଖରେ ଗୋଟେ ଚାହା ପିଉଥିଲି। ପାଖରେ ଦୁଇ ଜଣ ମୂଲିଆ ଖାଉଥିଲେ। ଅବଶ୍ୟ ସେମାନେ ଟିକେ ନାକୁ ନାଲି ପାଣି ପିଇ ଦେଇଥିଲେ। କଥାବାର୍ତ୍ତା ଯାହା ହେଉଥିଲେ ସେଥିରୁ ଅନୁମାନ କଲି ଯେ ଦୁର୍ନୀତି ଆଜ୍ଞା ପୁରା ତଳରୁ ତଳ ସ୍ତର ପର୍ଯ୍ୟନ୍ତ ପଳେଇଛି। କିପରି ଦୁଇ ତିନିଟି ଉଦାହରଣ ଦେଉଛି। ଗୋଟିଏ ଡିଷ୍ଟ୍ରିକ୍ଟରେ ସେମାନେ କାମ କରୁଥିଲେ ପାଇଖାନା ଟାଙ୍କି ସ୍କୁଲର। କଣ୍ଟ୍ରାକ୍ଟର କହିଲା ଏତିକି ପଇସା ଭିତରେ ମୋର ପାଇଖାନା ହେବାର ଅଛି, କାଲି ସକାଳୁ ବିଲ୍ ହେବ, କେମିତି ପାଇଖାନା କରିବା ଦାୟିତ୍ୱ ତୁମର, ଆଉ କିଛି କହିବିନି। ମୂଲିଆ ଦୁଇ ଜଣ ମିସ୍ତ୍ରୀ ରାଜମିସ୍ତ୍ରୀ ଚିନ୍ତାରେ ପଡ଼ିଲେ ଏବଂ ସେ ପାଇଖାନାଟାକୁ ସକାଳୁ ସେ କରିଦେଲେ, ସ୍ଲାବ୍ ପକାଇଦେଲେ, କରିଦେଲେ। କେମିତି କଲେ ଜାଣିଛନ୍ତି? ସେ ଉପରେ ଯେଉଁ ସ୍ଲାବ୍ଟା ପଡ଼ିଲା 12ଟା ରଡ଼ ଜାଗାରେ 2ଟି ରଡ଼ 3ଟି ରଡ଼ ଦେଲେ। ତା ଉପରେ ଅମରି ଡାଳ, କାଠି କୁଟା, ଛୋଟ ଛୋଟ ମୂଳି ବାଉଁଶ 2ଟା ଦେଲେ, କାଠି କୁଟା ପତ୍ର ପକାଇଦେଲେ। ତାପରେ ସିମେଣ୍ଟ ଟିକେ ମୋଟାଳିଆକି ଢଳେଇ କରିଦେଲେ, ବାଲି ପରିମାଣ ବହୁତ ଦେଇକି। 6ଟା ପାଇଖାନାର ଟାଙ୍କି 6ଟା ସ୍କୁଲର ଏମିତି ହେଇଗଲା। କଣ୍ଟ୍ରାକ୍ଟର ବିଲ୍ ପାସ୍ ହେଇଗଲା, କଣ୍ଟ୍ରାକ୍ଟର ନେଇଗଲା। ଅବଶ୍ୟ ସେ ଗର୍ବର ସହିତ ମିସ୍ତ୍ରୀ କହୁଥାଏ ଯେ ମୁଁ କରିଦେଇଛି ଯେ ଆଜି ପର୍ଯ୍ୟନ୍ତ ମଧ୍ୟ 8 ବର୍ଷ ହେଲା ସେ ପାଇଖାନାଟା ସେମିତି ଅଛି। ସ୍ଲାବ୍ ଉପରେ ପିଲା ଡେଉଁଛନ୍ତି, କିଛି ହେଉନି। ପ୍ରଥମ ଗୋଟିଏ ଜାଗାରେ ପାଚେରୀ ହେଉଥିଲା ଗଭର୍ଣ୍ଣମେଣ୍ଟର, 25ଟି ସିମେଣ୍ଟ ଗଦା ହେଲା। ଠିକାଦାର କହିଲା ଏତିକି ସିମେଣ୍ଟରେ ତୁମେ ରଡ଼ ପାଚେରୀ କରିବ, ମୁଁ କିଛି ଜାଣିନି ତୁମେ କେମିତି କ'ଣ କରିବ। ଏମାନେ ପାଖରେ ଥିବା ମାଟିକୁ ଇଏରେ ଖୋଳିଦେଲେ, କ୍ରେନ୍ରେ ଖୋଳି ଦେଇକି ଜେସିବିରେ ପାଣି ଟିକେ ପୁରେଇ ଦେଲେ, କାଦୁଅ ଚିକିଟା କରିଦେଲେ। ଯେମିତି ପୁରାତନ ପଦ୍ଧତିରେ ଘର ଆମର ହେଉଥିଲା, ମାଟିରେ ଘର ହେଉଥିଲା, ସେମିତି ପଥର ତାପରେ ମାଟି ତାପରେ ପଥର ତାପରେ ମାଟି ଥୁଆଇକି ମୂଳଦୁଆଟା ପୋତା ହେଇଗଲା। ଇଟା ମଧ୍ୟ ସେମିତି ମାଟିରେ ହେଇଗଲା, ଟିକେ ଧଳା ଚୂନ ଦିଆ ତାପରେ ପଡ଼ିକି ଟିକେ ହେଇଗଲା। ତାପରେ ଖାଲି ଅଳ୍ପ ସିମେଣ୍ଟ ବାଲିରେ ପାଚେରୀ ହେଇଗଲା, ପାଚେରୀ ଠିଆ। ତୃତୀୟ ଆଉ ଗୋଟେ ସେମିତି ଗଭର୍ଣ୍ଣମେଣ୍ଟ କାମ କେମିତି ହେଲା ନା, ପଟା ସିଲିଂରେ ତା'ର ମୂଳଦୁଆ ପଡ଼ିଲାନି। ସେ କହିବା କଥା ଯେ 4 ଫୁଟିଆ ପଟା 2 ପଟେ ଯୋଡ଼ା ହେଲା, ମାନେ ସିମେଣ୍ଟ ବାଲି ଯେଉଁ ଗୋଳିଆ ହେଲା ତାକୁ ଟିକେ ଟାଣ ଅଂଶ ମାନେ କାଦୁଆ ଅଂଶ ପରିକା କରାହେଲା। ମଝିରେ ବାଲି ଫାଲି ପଥର ଦିଆହେଲା, ମଝିରେ ବାଲି ଦିଆହେଲା। ତାପରେ ଇଟା ଗୁଣ୍ଡ ଫୁଣ୍ଡ ସବୁ ଦିଆହେଲା। ଏଇ 2ଟା ପଟାରେ ଏପଟେ 4 ଫୁଟ ପଟା, ସେପଟେ 4 ଫୁଟ ପଟା ଭିତରେ ସିମେଣ୍ଟ ଟିକେ ମୋଟାଳିଆ ହେଇକି କାଦୁଆ କୁଦାକି ପଶିଗଲା। ସେମିତି କରିକି ସେମାନେ ପୁରା ପାଚେରୀ କରିଦେଲେ। 3 ଦିନ ପରେ ବିଲ୍ ହେଲା, ସେମାନେ ନେଇଗଲେ। ଚତୁର୍ଥ ଗୋଟେ ପଞ୍ଚାୟତ ଅଫିସ୍ ଛାତ, ସେଇଟା କେମିତି ହେଲା ଜାଣିଛନ୍ତି? ମୁଣ୍ଡରେ ଆଜ୍ଞା ହାତ ଦେବେ। 400 ଫୁଟରେ 200 ଫୁଟ, 40 ଫୁଟରେ 20 ଫୁଟ ଛାତ, ରଡ଼ ଅଳ୍ପ, ବଜୁରୀ ଫଜୁରୀ ନାହିଁ, ବଡ଼ ବଡ଼ ବୋଲ୍ଡରକୁ ଗୁଣ୍ଡ କରାହେଇକି ତା ଦେହରେ ମାଟି ଫାଟି ମିଶିକିରି ସେଇ କାଠ ପତ୍ର, ଏଇ ଯେଉଁ କାଠ ଆଉ ବବୁଲୁ କାଠର 4-5ଟା, ଆଉ ଚାକୁଣ୍ଡା ଗଛ 4-5ଟା, ତାପରେ ପତ୍ର ଫତ୍ର ପଡ଼ିଗଲା, ଛାତ ପଡ଼ିଗଲା। ପଡ଼ିଗଲା ପରେ ତଳୁ ପଡ଼ିଗଲା, କାଳେ ଛାତଟା ଭୁଷୁଡ଼ିବ, ତଳୁ ସେମାନେ କ'ଣ କରିଦେଲେ ନା 2ଟା ଖାଲି ଯେଉଁ ଇଲେକ୍ଟ୍ରିକ୍ ଖୁଣ୍ଟି ସିମେଣ୍ଟର ତାକୁ କାନ୍ଥ ଖୋଳିକି ଖାଲି ତାକୁ ଢେରା ଦେଇଦେଲେ। ସରକାରୀ କାମରେ ହେଇଗଲା, ସରକାରୀ ଅର୍ଥ କଣ୍ଟ୍ରାକ୍ଟର ନେଇଗଲେ। ଆଜ୍ଞା ଏମିତି କାମ ହେଲେ ଏମାନଙ୍କ ଘରେ ଯେଉଁ ପଇସା ଠୁଳ ହେବ ଠିକାଦାରଙ୍କ ଘରେ ଆଉ ବଡ଼ ବଡ଼ ବାବୁଙ୍କ ଘରେ, ଆଉ ମେସିନରେ ପଇସା ଗଣା ହେବନି କ'ଣ ସେମାନେ ହାତରେ ଗଣିବେ? ଦୁର୍ନୀତି ଏହି ସ୍ତରକୁ ଚାଲିଯାଇଛି। ମୋର ଭୁଲ ହେଲା, ମୁଁ ତାଙ୍କ ଫୋନ୍ ନମ୍ବର କିମ୍ବା କେଉଁଠାର ପଚାରି ପାରିଲିନି। ଖସିକି ସେମାନେ ପଳେଇଲେ। ମାନେ ମୁଁ ଟିକେ ମୁହଁ ଧୋଇବା ଭିତରେ ସେ ଗଳି ପାସ୍ କରିକି ପଳେଇଲେ। ମାନେ ମାଡ଼ି ବସିଥାନ୍ତି ସେମାନଙ୍କୁ। ଆପଣମାନେ ବି ଯଦି ଏମିତି ଦେଖୁଛନ୍ତି, ସିଧାସଳଖ ତାଙ୍କୁ ରଖନ୍ତୁ, ସ୍ଥାନୀୟ ଲୋକଙ୍କୁ ଦ୍ୱାରା ଘେରନ୍ତୁ ଏବଂ କେଉଁଠି ଏ କାମ ହେଇଛି ତାକୁ ସେମାନେ ଦେଖାନ୍ତୁ, ଯାହାଫଳରେ କି କିଛିଟା ତ ସୁଧୁରିଯିବ। ଇଲୋ ବାପରେ, ଏ ଜୀବନ ମରଣ ସହିତ ଏମାନେ ଖେଳୁଛନ୍ତି, ପଇସା ରୋଜଗାର କରିବେନି, ଆମେ କଷ୍ଟ କରିକି 5 ପଇସା ରଖିପାରୁନୁ। ଧେତ୍,
ଦୁର୍ନୀତି ଏତେ ତଳ ସ୍ତରକୁ ପଳେଇଲାଣି। ହେ ଭଗବାନ।